ସେଠି କାଶୀରେ ଅନ୍ନପୂର୍ଣ୍ଣାଙ୍କ କିଏ ମୋତେ ଭାବ ସାଧନା କର ସବୁ ଜାଣିବୁ। ତ ଭାବ ସାଧନା କିଏ ଶିକ୍ଷା ଦେବ? ପୁରୁଷକୁ ତ ପ୍ରେମ ସାଧନା ଶିଖାଇ ପାରିବନି। ସେଠୁ ମନେ ପଡ଼ିଲା ଗୌରୀ ମା। ସେଠୁ କାଶୀରୁ ଡାଇରେକ୍ଟ ଗଲେ ଗୌରୀ ମାଙ୍କ ପାଖକୁ। ଗୌରୀ ସେଠି ତାଙ୍କର କେଉଁଠି ରହିଛି ଦ୍ୱନ୍ଦ୍ୱ ସବୁ ବୁଝିକିରି ତାଙ୍କୁ ସେଠି ଭାବ ସାଧନା ଶିକ୍ଷା ଦେଲେ। ନିତ୍ୟ ଲୋକର ନିତ୍ୟ ପୁରୁଷଙ୍କ କଥା ଜାଣିଲେ ଏବଂ ତାଙ୍କ ସାଙ୍ଗରେ ମିଶିଗଲେ। କାରଣ ଗୌରୀ ମା ତାଙ୍କୁ ସେଇଦିନ ଡିକ୍ଲେୟାର କରୁଛନ୍ତି ତମେ ନିତ୍ୟ ଲୋକର ନିତ୍ୟ ପୁରୁଷ ଆଷ୍ଟମୀ ହେଲ, ତେଣୁ ଭାବ ସାଧନା ପରେ ଏଥର ଲୋକାଳୟକୁ ଯା। ସେଠୁ ତାଙ୍କ ତ ଗୁରୁ, ମୁଁ ଗୁରୁ ଏଇ ଭାବନା ନିତ୍ୟ ଉଚିତ ହେଇଛନ୍ତି। ସେଠୁ ଲୋକାଳୟ ଆସିକିରି ଲୋକାଳୟକୁ ଆସିକିରି ସେଠି ଲୋକମାନଙ୍କୁ ଶିକ୍ଷା ଦୀକ୍ଷା ଦେଇଛନ୍ତି, ଗୁରୁ ହେଲେ। ଏତେ ମଠ ବାଡ଼ି ଆଶ୍ରମ ସମ୍ମିଳନୀ ସବୁ ଠାକୁର ବି ଆଇଛନ୍ତି। ଆଉ ଠାକୁରଙ୍କର ଗୋଟେ ବିଶେଷ କଥା ଏଇଟା ହେଉଛି ଯେ ଠାକୁର କେମିତି କାହାକୁ ଗୁରୁ କରିବେ ବୋଲି ଚିନ୍ତା କରୁଛନ୍ତି। ଆଗ ଯୋଗୀଗୁରୁ ବହି ଲେଖିଲେ। ଯୋଗୀଗୁରୁ ବହି ଲେଖିକିରି ସେ ଗ୍ୟାରହିଲେ ରହିଥିଲେ ଯେ ମା କହିଲେ କି ତମେ ଯିବନି କି ଏମିତି ବସିଛ ନା, ଦେଖ ମୋତେ ଯଦି ତମେ ଦୁଇଟି କଥା ଇଏ କରିବ ମୋର ରଖିବ ତାହେଲେ ମୁଁ ଯିବି ଗୁରୁଗିରି କରିବା ପାଇଁ। କ'ଣ ନା ମୋର ଯିଏ ଶିଷ୍ୟ ହେବେ ସେ ମୋତେ ଯେତେ ବି ଅବଜ୍ଞା କରୁ 3 ଜନ୍ମରେ ନିଶ୍ଚୟ ମୁକ୍ତ ହେବେ। ଆଉ ମୋତେ ଯିଏ ଖୁବ୍ ଭଲ ପାଇବ ସେ 1 ଜନ୍ମରେ ମୁକ୍ତ ହେବ। ଆଉ ଦ୍ୱିତୀୟ ବର ଏଇଟା ହେଲା ପ୍ରଥମ ବର। ଆଉ ତୁମକୁ କହିଲେ ମୋତେ ମା କହିଲେ ତମେ ମୋତେ ତୁମ ସତୀଶ୍ୱରୀ ଶିଷ୍ୟାଙ୍କ ଭିତରେ ପାଇବ। ମାଆଙ୍କୁ ସେ ବର ଦୁଇଟା ଆଣିଲା ପରେ ପ୍ରଥମେ ଯୋଗୀଗୁରୁ ବହି ଲେଖି ପ୍ରେସ୍କୁ ଦେବା ପାଇଁ ଲୋକାଳୟ ଆସିଲେ। ଲୋକାଳୟ ଆସିକିରି ସେ ଶୁଣିଲେ ତାଙ୍କ ଗୁରୁ ଆସିଛନ୍ତି, ସାଧୁ ବୈଠକ ହେଉଛି ଏଠି। ଗଲେ ଆଗ ତାଙ୍କ ସଚ୍ଚିଦାନନ୍ଦଙ୍କୁ ପ୍ରଣାମ କଲେ, ପଛରେ ଜଗତଗୁରୁଙ୍କୁ ପ୍ରଣାମ କଲେ। ଜଗତଗୁରୁ ଉଚ୍ଚ ଆସନରେ ବସିଛନ୍ତି, ସାଧୁମାନେ ସବୁ ତଳେ ବସିଛନ୍ତି। ଯେମିତି ଠାକୁର ଆମର ଉଚ୍ଚ ଆସନରେ ବସିଛନ୍ତି, ଆମେ ସବୁ ତଳେ ବସିଲେ। ଏଇଟା ସାଧୁମାନେ ବାଦ କଲେ, କହିଲେ ଏମିତି କ'ଣ ମାରିବୁ ପିଟିବୁ ଗଲେ। ସେ କହିଲେ ଜଗତଗୁରୁ କହିଲେ ପାଟି କର ନାହିଁ, ବେଟା ଠିକ୍ କରିଛି। ସେଠୁ ପଚାରିଲେ ତମେ କାହିଁକି କର? ଠାକୁର କହିଲେ ମନାଥ ଜଗତନାଥ ମଧୁଗୁରୁ ଜଗତଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ତାପରେ ତାଙ୍କୁ ଜଗତଗୁରୁ ଆଉ କେତେକ ପ୍ରଶ୍ନ ପଚାରିଲେ। ଠାକୁର କହିଲେ ମୁଁ କହିବି ନାହିଁ, ଏଇଟା ମୋ ଗୁରୁତ୍ୱ ବିଷୟରେ। କହିଲେ ଏଇ ଯେଉଁ ହ୍ରଦ ଫ୍ରଦ, ଆଉ ଗୋଟେ ପ୍ରଶ୍ନ ପଚାରିଲେ ହ୍ରଦ, ଏ ଯେଉଁ ନଦୀ ପର୍ବତ ଆଉ କେଉଁଠି ଦେଖିଦେବି ନା ସମାଧିରେ ଦେହ ଭିତରେ ଦେଖିଛି। ଯାହା ନାହିଁ ଭାଣ୍ଡେ ତା ନାହିଁ ବ୍ରହ୍ମାଣ୍ଡେ। ତେଣୁ ଠାକୁର ତାପରେ ସେଇଠି ତାଙ୍କର ଦଣ୍ଡ ଗ୍ରହଣ କରୁଥିଲେ। କହିଲେ ଆକୁ ଏତେ ପରମହଂସ ହେଇଗଲାଣି, ଦଣ୍ଡ କିଏ ଧାରଣ କରେଇଛ? ନା ସେ ଯାଇଛି ମୋ ପାଖକୁ, ଆଉ ଫେରିନି, ଆଉ ମୁଁ କରିବି। ଏଠୁ ଠାକୁର ପୁଣି ତାଙ୍କୁ ନେଇ ସବୁ ସାଧୁ ସମାଜକୁ ଅନୁମତି ମାଗିଲେ। ମୋ ଚେଲାକୁ ମୁଁ ପରମହଂସ କରିବି, ସବୁ ସାଧୁ ଅନୁମତି ଦିଅନ୍ତୁ। ସାଧୁମାନେ ଅନୁମତି ଦେଲେ, ତାଙ୍କ ଦଣ୍ଡ ନେଇକିରି ଭାଙ୍ଗିକିରି ବସେଇଦେଲେ। କହିଲେ ଆଜିଠାରୁ ତୁ ସବୁ ଜିନିଷ ସୁନା ରୂପା ତମ୍ବା ସବୁ ଗ୍ରହଣ କରିପାରିବୁ, ଆଉ ତୋତେ ବିଧି ନିଷେଧ ଗଣ୍ଡି ଭିତରକୁ, ଆଉ ଗଣ୍ଡି ଭିତରେ ତୋତେ ମୁଁ ଆଉ ରଖିବିନି, ଯା। ତାପରେ ଏଇଠୁ ଆସିଲା। ଆସିକି ପ୍ରଥମେ କୁମିଲା ଦୁର୍ଗାପୁରରେ ରହିଥିଲେ। ଏଠି ସୁବିଧା ହେଲା ନାହିଁ, ଯାଇକି ଆସାମରେ ଜାଗା କିଣିକିରି କୋକିଳାମୁଖ ମଠ ପ୍ରତିଷ୍ଠା କଲେ। ତାପରେ ଅନ୍ୟାନ୍ୟ ଆଶ୍ରମ ହେଲା। ଆଶ୍ରମ ହେଇକିରି ଶେଷ ଜୀବନରେ 12 ବର୍ଷ କାଳ ଠାକୁର ପୁରୀରେ ରହୁଥିଲେ। ସେଥିରେ ଯାଇକି କଲିକତାରେ ଦେହ ରକ୍ଷା କଲେ। ଆଉ ଏତିକି କହିଲି, ଆଉ ସମୟ ନାହିଁ, ତେଣୁ ଏତିକି କହିବି ରହିବି। ଜୟ